ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏ ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆଜି ଆମେ ପଢ଼ିବା ଅଷ୍ଟମ ଶ୍ରେଣୀ ତୃତୀୟ ଭାଷା ସଂସ୍କୃତର, ଯାହାର ବହିର ନାମ ରହିଛି ସଂସ୍କୃତ କଳିକା। ତାହାର ଗଦ୍ୟ ବିଭାଗରୁ ଆମେ ପଢ଼ିବା ଭେଦ ଭାବ ନ କର୍ତ୍ତବ୍ୟ। ଗତ ପିରିୟଡ଼ରେ ଆମେ ତାର ଏଇ ପ୍ରଥମ ଇଣ୍ଟ୍ରୋଡକ୍ସନ ଯୋଉ ଥିଲା, ପିତାମହୀ ପିଲାମାନଙ୍କୁ ଗପ ଶୁଣାଉଥିଲେ, ତାହା ଆମେ ପଢ଼ି ସାରିଛେ। ଗପଟିର ନାଁ ଥିଲା ଭେଦଭାବ ନ କର୍ତ୍ତବ୍ୟ ଏବଂ ଗୋଟିଏ ପାରାଗ୍ରାଫ ମଧ୍ୟ ଆମେ ପଢ଼ି ସାରିଥିଲେ, ତୁମର ବୁଝେଇବାକୁ ଥିଲା। ଏବେ ଆମେ ସେଇଟିକୁ ବୁଝିବା, ତାପରେ ନିଶ୍ଚିତ ମୁଁ ଭାବୁଛି ତୁମେ ମାନେ ପଢ଼ି ସାରିଥିବ। ଏବେ ବୁଝିବା, ପରବର୍ତ୍ତୀ ପାରାଗ୍ରାଫକୁ ଯିବା। ତାହେଲେ ସମାଜେ ବିଭିନ୍ନ ଦୃଷ୍ଟିଆ ଭେଦଭାବ ଲକ୍ଷ୍ୟତେ। ସମାଜ ପିଲାମାନେ କାହାକୁ କୁହାଯାଏ? ପରିବାରକୁ ନେଇ ସମାଜ, ନାଇଁ? ତାହେଲେ ସମାଜରେ ଆମର ବିଭିନ୍ନ ଦୃଷ୍ଟିଆ ଅର୍ଥାତ୍ ବିଭିନ୍ନ ଭାବରେ ଭେଦଭାବ ପରିଲକ୍ଷିତ ହୋଇଥାଏ। ମନୁଷ୍ୟ ସାମାଜିକ ପ୍ରାଣୀ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସର୍ବେ ମନୁଷ୍ୟ, ସମସ୍ତ ମଣିଷମାନେ ରାଷ୍ଟ୍ରେ ଗ୍ରାମେ ସମାଜେ ପରିବାରେ ଚ ତିଷ୍ଠନ୍ତି। ତେଣୁ ଯେହେତୁ ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସର୍ବେ ମନୁଷ୍ୟ ସମସ୍ତ ମନୁଷ୍ୟମାନେ ରାଷ୍ଟ୍ରରେ ଗ୍ରାମରେ ସମାଜରେ ପରିବାରରେ ରୁହନ୍ତି। ହେଲା, ସମସ୍ତ ମନୁଷ୍ୟମାନେ ରାଷ୍ଟ୍ରରେ ଗ୍ରାମରେ ସମାଜରେ ନହେଲେ ପରିବାରରେ ରୁହନ୍ତି। ତେଣୁ ପରିବାରକୁ ନେଇ ସମାଜ, ସମାଜକୁ ନେଇ ଗ୍ରାମ, ଗ୍ରାମକୁ ନେଇ ଦେଶ, ଦେଶକୁ ନେଇ ରାଷ୍ଟ୍ର। ତେଣୁ ଆରି ଭିତରେ ହିଁ ମଣିଷମାନେ ରହନ୍ତି। ଅହମିକୟା ହେଲା ଅହମ୍ ଭାବ। ଅହମିକୟା ଅର୍ଥାତ୍ ଅହମ୍ ଭାବ ଦ୍ୱାରା ସ୍ୱମ୍ ପ୍ରାଧାନ୍ୟମ୍ ଦର୍ଶୟନ୍ତି। ସ୍ୱମ୍ ପ୍ରାଧାନ୍ୟମ୍ ନିଜର ପ୍ରାଧାନ୍ୟତାକୁ ଦେଖେଇ ହୁଅନ୍ତି। ମାନବାନାମ୍ ମଧ୍ୟେ ମଣିଷମାନଙ୍କ ଭିତରେ ଏକତ୍ୱମ୍ ଆବଶ୍ୟକମ୍। ହେଲା, ଏକତା ରହିବା ଆବଶ୍ୟକ। ତଦର୍ଥମ୍ ସେଥିପାଇଁ, ତଦର୍ଥମ୍ ପିଲାମାନେ ସନ୍ଧି ବିଚ୍ଛେଦ କରିଦିଅ, ତତ୍ ଯୁକ୍ତ ଅର୍ଥମ୍ ସେଥିପାଇଁ ବଳରାମ ଦାସସ୍ୟ ଲକ୍ଷ୍ମୀ ପୁରାଣମ୍ ଉପାଦେୟ ଗ୍ରନ୍ଥଃ। ଆମେ ପ୍ରତ୍ୟେକ ବର୍ଷ ମାର୍ଗଶୀର୍ଷ ମାସ ଆସିଲା ମାନେ ଆମର ଘରେ ଘରେ କଣ ହୁଏ? ଲକ୍ଷ୍ମୀଙ୍କର ପୂଜା ହୁଏ। ଲକ୍ଷ୍ମୀଙ୍କ ପୂଜା ହେଲା ବେଳେ ଗୋଟେ ପୁରାଣ, ଲକ୍ଷ୍ମୀ ପୁରାଣ ପଢାଯାଏ। ସେଇ ଲକ୍ଷ୍ମୀ ପୁରାଣକୁ କିଏ ଲେଖିଥିଲେ? ବଳରାମ ଦାସ, ଯିଏକି ପଞ୍ଚସଖା ଯୁଗର ଅନ୍ୟତମ କବି। ପଞ୍ଚସଖା ଯୁଗ ଉତ୍କଳ ଭାଷାରେ ବା ଓଡ଼ିଆ ଭାଷାରେ ଆମେ ଜାଣିଛେ, ପଞ୍ଚସଖା ଯୁଗରେ 5ଟି କବିଙ୍କୁ ନେଇକି ତାଙ୍କ ସେଇ ଯୁଗର ନାମକରଣ ହେଇଥିଲା। କବିମାନେ ହେଉଛନ୍ତି ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଆଉ ଅନନ୍ତ ଦାସ। ତାହେଲେ ସେମାନଙ୍କ ଭିତରୁ ଯିଏ ବয়োଜ୍ୟେଷ୍ଠ ବଳରାମ ଦାସ, ସେ ଲେଖିଥିଲେ କଣ? ଲକ୍ଷ୍ମୀ ପୁରାଣ। ତେଣୁ ଏଇ ମଣିଷ ମାନଙ୍କର ଏକତା ପାଇଁ ଲକ୍ଷ୍ମୀ ପୁରାଣର ଉପାଦେୟ ଗ୍ରନ୍ଥ। ଲକ୍ଷ୍ମୀ ପୁରାଣ ଗୋଟେ ଉପାଦେୟ ଗ୍ରନ୍ଥ ଅଟେ, ଯିଏକି ଯାହାକୁ ଲେଖିଥିଲେ ବଳରାମ ଦାସ। ଉତ୍କଳୀୟ ସାହିତ୍ये ବଳରାମ ଦାସ ଯୋଗସିଦ୍ଧ ପ୍ରସିଦ୍ଧ କବି। ତେଣୁ ଉତ୍କଳ ସାହିତ୍ୟରେ, ଓଡ଼ିଆ ସାହିତ୍ୟରେ ବଳରାମ ଦାସ ଜଣେ ଯୋଗସିଦ୍ଧ ପ୍ରସିଦ୍ଧ କବି ଅଟନ୍ତି। ପୁରୀ ମଣ୍ଡଳସ୍ୟ ଗୋପ ସମୀପେ ଏରବଙ୍ଗ ଗ୍ରାମେ ତସ୍ୟ ନିବାସଃ। ପିଲାମାନେ ତମେ ସମସ୍ତେ ଜାଣି ସାରିବଣି, କାରଣ ଆମର ଜିଲ୍ଲା କଣ? ପୁରୀ। ଆମର ଗୋପ ଯୋଉ ଆମର ପୁରୀ ମଣ୍ଡଳରେ ବା ପୁରୀ ଜିଲ୍ଲାର ଯୋଉ ଗୋପ ଅଞ୍ଚଳ ରହିଛି, ସେ ଗୋପରେ ଥିବା ଏରବଙ୍ଗ
ଗ୍ରାମରେ ତାଙ୍କର ଜନ୍ମସ୍ଥାନ, ତାଙ୍କର ନିବାସ ବାସସ୍ଥଳୀ। ତେଣୁ ଏହା ତ ଆମର ପୁରା ପାଖରେ, ଗୋପ ଆମ ଏଇ ପାଖରେ ନାଇଁ। ତେଣୁ କାକଟପୁର ପାଖରେ କଣ ଗୋପ ଏପଟେ ଅଛି। ତେଣୁ ଗୋପ ପ୍ରାୟ ସମସ୍ତେ ଜାଣିଛ, ଏରବଙ୍ଗ ମଧ୍ୟ ଜାଣିଛ। ସେ ଏରବଙ୍ଗ ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା, ସେଇଠି ତାଙ୍କ ନିବାସ ସ୍ଥଳୀ। ତତ୍କାଳସ୍ୟ ପ୍ରସିଦ୍ଧା ଅନ୍ୟ କବୟଃ, ସେଇ ସମୟର ବଳରାମ ଦାସଙ୍କ ସମୟର ପ୍ରସିଦ୍ଧ ଅନ୍ୟ କବିମାନେ ହେଲେ ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ, ଶିଶୁ ଅନନ୍ତ ଦାସ ଚ ହେଲା। ତେଣୁ ଯୋଉ ପଞ୍ଚସଖା ଯୁଗର କବି ମାନେ କିଏ? ସେ ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶବନ୍ତ ଦାସ ଆଉ ଅନନ୍ତ ଦାସ। ଏତେଷୁ କବିଷୁ, ଏହି କବିମାନଙ୍କ ମଧ୍ୟରେ ବଳରାମ ଦାସ, ବଳରାମ ଦାସ କଣ? ସମାଜ ସଂସ୍କାରକ, ବହୁ ଜନପ୍ରିୟ ହେଲା। ସେ ହଉଛନ୍ତି ସମାଜ ସଂସ୍କାରକ, ସମାଜକୁ ଉଚିତ ମାର୍ଗରେ ନବା ପାଇଁ ସେ ଯୋଉ ପ୍ରୟତ୍ନ କରିଛନ୍ତି, ଯୋଉ ଚେଷ୍ଟା କରିଛନ୍ତି, ସେଥିପାଇଁ ସେ ବହୁତ ଜନପ୍ରିୟ କବି ଅଟନ୍ତି ହେଲା। ଏବେ ଆମେ ଗୋଟେ ପାରାଗ୍ରାଫ ପଢିଲେ, ଦ୍ୱିତୀୟ ପାରାଗ୍ରାଫଟି ତୁମେ ଆଗ ରିଡିଂ କରିନିଅ, ତାପରେ ଆମେ ତାକୁ ବୁଝିବା। ଦେଖ, ବଳରାମ ଦାସ ରଚିତମ ଲକ୍ଷ୍ମୀ ପୁରାଣମ ସ୍ୱତନ୍ତ୍ରମ ସ୍ଥାନମ ଅଧିକରତି। ଓଡ଼ିଆ ଭାଷାୟାମ ଲିଖିତମ ଲକ୍ଷ୍ମୀ ପୁରାଣମ ଉତ୍କଳୀୟ ସମାଜେ ପାରିବାରିକ ଜୀବନମ, ଅସ୍ପୃଶ୍ୟତା ନିବାରଣମ, ସ୍ୱଚ୍ଛତା ପାଳନମ, ନାରୀ ସମ୍ମାନମ, ଶାନ୍ତିପୂର୍ଣ୍ଣ ସହାବସ୍ଥାନମ, ସମାଜ ସଂସ୍କାରମ ତଥା କର୍ତ୍ତବ୍ୟ ବିଷୟକମ ତଥ୍ୟମ ପ୍ରକାଶୟତି। ଲକ୍ଷ୍ମୀ ପୁରାଣ ବର୍ଣ୍ଣନାନୁସାରମ୍ ଦେବୀ ଲକ୍ଷ୍ମୀ ହିଁ ଶ୍ରୀ ଜଗନ୍ନାଥସ୍ୟ ପତ୍ନୀ। सा ପୁରୀ ସ୍ଥିତେ ଶ୍ରୀମନ୍ଦିରେ ନିବସତି। ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥः, ତସ୍ୟ ଅଗ୍ରଜः ଶ୍ରୀ ବଳଭଦ୍ରः, ଅନୁଜା ଶ୍ରୀ ସୁଭଦ୍ରା, ଅନ୍ये ଦେବାः ଦେବ୍ୟଶ୍ଚ ପୂଜ୍ୟନ୍ତେ। ଲକ୍ଷ୍ମୀ ହିଁ ସ୍ୱୟଂ ସର୍ବେଷାଂ କୃତେ ମହାପ୍ରସାଦଂ ପ୍ରଚତି ଇତି ବିଶ୍ୱାସः अस्ति। ମାର୍ଗଶୀର୍ଷ ମାସେ ପ୍ରତି ଗୁରୁବାସରେ ପ୍ରତ୍ୟୁଷ କାଳେ ନଗର ଭ୍ରମଣାର୍ଥମ ଗଚ୍ଛତି। सा ପ୍ରତି ଗୃହଂ ଭ୍ରମତି। ବହୂନାଂ ଜନାନାଂ ଗୃହାଣि ପିହିତାନି କେଷାञ्ଚିत् ଉନ୍मुक्तानि च दृष्ट्वा लक्ष्मीः दुःखिता भवति। स्पृश्य वर्ण निर्विशेषं सा प्रत्येकं गृहं जाति। यदा परिष्कृतं स्वच्छ परिवेशं समार्जनम् अङ्गनं पश्यति तदा आनन्दिता भवति। कदाचित् लक्ष्मी तदानीन्तन समाजे अवहेलिताः सम्मार्जिकायाः श्रियायाः गृहमपि गतवती। श्रिया प्रातरुत्थाय स्नानादि नित्यकर्मं समापितवती। गृहाङ्गनं गोमयेन लिप्तवती। गृहाङ्गणे मनोहराणि चित्राणि कृतवती। गृहमध्ये सुसज्जितपीठे ध्यानैः लक्ष्मीप्रतिमां स्थापितवती। एतत् दृष्ट्वा लक्ष्मीः श्रियायाः गृहे कश्चित् कालं ଯାପୟତି। ପିଲାମାନେ ଆମେ ଏତିକି ହିଁ ପଢିବା। ଦେଖ ଚିତ୍ର, ଶ୍ରିୟା ଚଣ୍ଡାଳୁଣୀ, ଚଣ୍ଡାଳୁଣୀ ବୋଲି ତୁମେ ଜାଣିଛ, ଅସ୍ପୃଶ୍ୟ ଜାତି ବୋଲି କୁହନ୍ତି। ସେ ଲକ୍ଷ୍ମୀଙ୍କୁ ପୂଜା କରିକି କିପରି ମାନେ ଧନବତୀ ହୋଇଥିଲା ତାର ଏକ ପ୍ରମାଣ, ଏବଂ ତାର କେମିତି ପରିଚ୍ଛନ୍ନତା ପାଇଁ ଲକ୍ଷ୍ମୀ ତାଙ୍କ ଗୃହକୁ ଯାଇଥିଲେ ସେଇ ବିଷୟରେ ମଧ୍ୟ ଏଠି ବହୁତ ସୁନ୍ଦର ଭାବରେ ବଳରାମ ଦାସ ବର୍ଣ୍ଣନା କରିଛନ୍ତି। ତାହେଲେ ଦେଖ, ବଳରାମ ରଚିତ ଲକ୍ଷ୍ମୀ ପୁରାଣ ହେଲା, ବଳରାମ ଦାସଙ୍କ ଦ୍ଵାରା ରଚିତ ଲକ୍ଷ୍ମୀ ପୁରାଣ ସ୍ୱତନ୍ତ୍ର ସ୍ଥାନ ଅଧିକରତି, ଗୋଟେ ଭଲ ସ୍ଥାନ ଅଧିକାର କରିନେଇଛି। ଓଡ଼ିଆ ଭାଷାୟାମ ଲିଖିତମ୍,
ଏଇ ଯୋଉ ଲକ୍ଷ୍ମୀ ପୁରାଣଟି ଓଡ଼ିଆ ଭାଷାରେ ହିଁ ଲିଖିତ। ଲକ୍ଷ୍ମୀ ପୁରାଣ ଉତ୍କଳୀୟ ସମାଜେ, ଲକ୍ଷ୍ମୀ ପୁରାଣଟି ଓଡ଼ିଆ ମାନଙ୍କ ସମାଜରେ ପାରିବାରିକ ଜୀବନ ହେଲା, ଯୋଉ ପରିବାରର ଯୋଉ ପାରିବାରିକ ଜୀବନ, ଅସ୍ପୃଶ୍ୟତା ନିବାରଣ ଏବଂ ଛୁଆଁଛୁଇଁ ଭାବକୁ ଦୂର କରିବା, ସ୍ୱଚ୍ଛତା ପାଳନ ହେଲା, ପରିଷ୍କାର ପରିଚ୍ଛନ୍ନତାକୁ ପାଳନ କରିବା, ନାରୀ ସମ୍ମାନ, ସ୍ତ୍ରୀ ଲୋକମାନଙ୍କୁ ସମ୍ମାନ ଦବା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଶାନ୍ତିରେ ଏକତ୍ର ବାସ କରିବା ଏବଂ ସମାଜ ସଂସ୍କାର, ସମାଜରୁ କୁସଂସ୍କାରକୁ ଦୂର କରିବା ତଥା କର୍ତ୍ତବ୍ୟ ବିଷୟକମ୍ ତଥ୍ୟମ୍ ପ୍ରକାଶୟତି। କର୍ତ୍ତବ୍ୟ ଏବଂ ଅକର୍ତ୍ତବ୍ୟ ବିଷୟରେ ତଥ୍ୟକୁ ପ୍ରଦାନ କରିଥାଏ। କୋଉଟା? ଲକ୍ଷ୍ମୀ ପୁରାଣ। ଲକ୍ଷ୍ମୀ ପୁରାଣରେ ଏତେ କଥା ରହିଛି। କଣ କଣ ନା ପାରିବାରିକ ଜୀବନ, ଅସ୍ପୃଶ୍ୟତା ନିବାରଣ, ସ୍ୱଚ୍ଛତା ପାଳନ, ନାରୀ ସମ୍ମାନ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସମାଜ ସଂସ୍କାର ଆଉ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟକ ବୋଧ ହେଲା। ଏତେ କଥା ଲକ୍ଷ୍ମୀ ପୁରାଣରୁ ଆମେ ଶିଖିବାକୁ ପାଇଥାଉ। ଲକ୍ଷ୍ମୀ ପୁରାଣ ବର୍ଣ୍ଣନାନୁସାର, ଲକ୍ଷ୍ମୀ ପୁରାଣରେ ଯୋଉ ବର୍ଣ୍ଣନା ରହିଛି ସେଇ ଅନୁସାରେ ଦେବୀ ଲକ୍ଷ୍ମୀ ହିଁ, ତମେ ପ୍ରତ୍ୟେକ ପିଲା ଗପ ଜାଣିଛ, ତଥାପି ଆମର ଏତେ ସରଳ ଭାଷାରେ ସଂସ୍କୃତରେ ଲେଖା ହେଇଛି ଏଇଟିକୁ ଯେ ପଢିବା ପାଇଁ ତମକୁ ବହୁତ ଭଲ ଲାଗିବ ଏବଂ କୋଶ୍ଚିନ୍ ତ ଓଡ଼ିଆରେ ଆସିବ, ତମେ ଓଡ଼ିଆରେ ହିଁ ଲେଖିବ। ସଂସ୍କୃତ ଭାଷାରେ ବି ଆସୁ, କିଛି ଅସୁବିଧା ନାହିଁ। ବହୁତ ସୁନ୍ଦର ଭାବରେ ପିଲାମାନେ ଲେଖା ହେଇଛି। ତେଣୁ ଦେଖ, ଦେବୀ ଲକ୍ଷ୍ମୀ ହିଁ ଶ୍ରୀ ଜଗନ୍ନାଥସ୍ୟ ପତ୍ନୀ। ଦେବୀ ଲକ୍ଷ୍ମୀ ହଉଛନ୍ତି ଜଗନ୍ନାଥଙ୍କର ପତ୍ନୀ। ସା ପୁରୀ ସ୍ଥିତି ଶ୍ରୀମନ୍ଦିରେ ନିବସତି, ସେ ପୁରୀରେ ଥିବା ଶ୍ରୀମନ୍ଦିରରେ ବାସ କରନ୍ତି। କିଏ? ଲକ୍ଷ୍ମୀ। ଶ୍ରୀମନ୍ଦିରେ ଜଗନ୍ନାଥ ତସ୍ୟ ଅଗ୍ରଜ ବଳଭଦ୍ର, ତେଣୁ ଶ୍ରୀମନ୍ଦିରରେ ଆଉ କିଏ କିଏ ବାସ କରନ୍ତି? ଶ୍ରୀ ଜଗନ୍ନାଥ ଏବଂ ତାଙ୍କର ଅଗ୍ରଜ ଅର୍ଥାତ୍ ବଡ ଭାଇ ଶ୍ରୀ ବଳଭଦ୍ର, ଅନୁଜା ମାନେ ସାନ ଭଉଣୀ ଶ୍ରୀ ସୁଭଦ୍ରା, ଅନ୍ୟ ଦେବ୍ୟଶ୍ଚ ପୂଜ୍ୟନ୍ତେ। ଖାଲି ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ନୁହେଁ, ଅନ୍ୟ ଦେବାଦେବୀ ମାନେ ପୂଜା ପାଆନ୍ତି ମଧ୍ୟ। ଲକ୍ଷ୍ମୀ ହିଁ ସ୍ୱୟଂ ସର୍ବେଷାଂ କୃତେ ମହାପ୍ରସାଦମ୍ ପଚତି ଇତି ବିଶ୍ୱାସ। ତେଣୁ ଲକ୍ଷ୍ମୀ ସମସ୍ତଙ୍କ ପାଇଁ ମହାପ୍ରସାଦ ରାନ୍ଧନ୍ତି, ଏହା ବିଶ୍ୱାସ ରହିଛି। ଲକ୍ଷ୍ମୀ ହିଁ ମାର୍ଗଶୀର୍ଷ ମାସେ ହେଲା, ଲକ୍ଷ୍ମୀ ମାର୍ଗଶିର ମାସରେ ପ୍ରତି ଗୁରୁବାରରେ, ପ୍ରତ୍ୟେକ ଗୁରୁବାର ଦିନ ପ୍ରତ୍ୟୁଷ କାଳେ ଭୋରରୁ ହେଲା, ପ୍ରଭାତର ଟିକେ ପୂର୍ବ ହେଲା ପ୍ରତ୍ୟୁଷ, ତେଣୁ ଭୋର କାଳରୁ ନଗର ଭ୍ରମଣାର୍ଥମ ଗଚ୍ଛତି, ନଗର ବୁଲିବା ପାଇଁ ଯାଆନ୍ତି। ସା ପ୍ରତିଗୃହମ୍ ଭ୍ରମତି, ସେ ପ୍ରତ୍ୟେକ ଘର ବୁଲନ୍ତି। ବହୁନାମ ଜନାନାମ ଗୃହାଣୀ ପିହିତାନି ହେଲା, ବହୁତ ଲୋକଙ୍କର ଘର ବନ୍ଦ ଥାଏ, ପିହିତାନି ମାନେ ବନ୍ଦ ଥାଏ। କେଶାଞ୍ଚେତ୍ ଉନ୍ମୁକ୍ତାନି, କେତେ ଗୁଡିଏ ଘର ଉନ୍ମୁକ୍ତ ଥାଏ, ଖୋଲା ଥାଏ। ଚ ଦୃଷ୍ଟ୍ୱା ଲକ୍ଷ୍ମୀ ହିଁ ଦୁଃଖିତା ଭବତି, ଯୋଉ ଘର ଗୁଡିକ ବନ୍ଦ ଥାଏ ସେଗୁଡିକ ଦେଖିକି ଲକ୍ଷ୍ମୀ ଦୁଃଖିତ ହୁଅନ୍ତି। ସ୍ପୃଶ୍ୟ ବର୍ଣ୍ଣନା ବିଶେଷମ୍ ହେଲା, ଛୁଆଁଛୁଇଁ ଏଇ ବର୍ଣ୍ଣନା ନିର୍ବିଶେଷରେ ସା ପ୍ରତ୍ୟେକମ୍ ଗୃହମ୍ ଜାତି, ସେ ପ୍ରତ୍ୟେକ ଘରକୁ ଯାଆନ୍ତି। ଛୁଆଁଛୁଇଁ ଭେଦଭାବ ମାନନ୍ତି ନାହିଁ। ସ୍ପୃଶ୍ୟ ଅସ୍ପୃଶ୍ୟ ସମସ୍ତଙ୍କ ଘରକୁ ସେ ଯାଆନ୍ତି। ଯଦା ଅର୍ଥାତ୍ ଯେତେବେଳେ, ପରିଷ୍କୃତମ୍ ସ୍ୱଚ୍ଛ ପରିବେଶମ୍ ସମାର୍ଜନମ୍ ଅଙ୍ଗନମ୍ ପଶ୍ୟତି, ଯଦା କହିଲେ ଯେତେବେଳେ, ପରିଷ୍କାର ସ୍ୱଚ୍ଛ ପରିବେଶ ଆଉ ସମାର୍ଜିତ ଅଙ୍ଗନମ୍ ପରିଷ୍କାର ଥିବା ଅଗଣାକୁ ଦେଖନ୍ତି, ତଦା ଆନନ୍ଦିତା ଭବତି, ସେତେବେଳେ ସେ ବହୁତ ଆନନ୍ଦିତ ହୁଅନ୍ତି। କଦାଚିତ୍ ଲକ୍ଷ୍ମୀ ହିଁ ତଦାନୀନ୍ତନ ସମାଜେ ଅବହେଳିତାୟାଃ ସମାର୍ଜିକୟାଃ ଶ୍ରିୟାୟାଃ ଗୃହମପି ଅଗଚ୍ଛତ୍। କଦାଚିତ୍ ଅର୍ଥାତ୍ କୌଣସି ଏକ ଦିନ ଲକ୍ଷ୍ମୀ, ସେ ଗୁରୁବାସରେ ଲକ୍ଷ୍ମୀ ସେତେବେଳର ଅବହେଳିତା ଏବଂ ସମାଜ ଠାରୁ ନିର୍ଯାତନା ପାଉଥିବା ଶ୍ରିୟାୟାଃ ଗୃହମପି ଗତବତୀ, ଶ୍ରିୟା ଏକ ଚାଣ୍ଡାଳୁଣୀ, ତା ଘରକୁ ମଧ୍ୟ ଯାଇଥିଲେ। ଶ୍ରିୟା ପ୍ରାତରୁତ୍ଥାୟ, ଶ୍ରିୟା ସକାଳୁ ଉଠି ସ୍ନାନାଦି କର୍ମମ୍
समापितवती। सकाळु उठी स्नान आदि कर्मकु समापन करी गृहांगनम गृहयुक्त अंगनम घरर अगणाकु गोमय उदकेन अर्थात गोबर पानी रे लिप्तवती लिपि थाए एवं गृहांगणे मनोहराणी चित्राणी कृतवती घरर अगणारे सुंदर सुंदर चित्र गुड़ी को मध्य करी थाए। गृह मध्ये सुसज्जित पीठे धाने ही लक्ष्मी प्रतिमा स्थापितवती घर भितरे सुसज्जित पीठे अर्थात गोटे भल जगार सुसज्जित होता स्थान धाने ही धान द्वारा लक्ष्मी प्रतिमा स्थापितवती लक्ष्मीकर मूर्ति को स्थापन करि थाए। एतत् दृष्ट्वा लक्ष्मी श्रियायाः गृहे किंचित काल जापयति। यह देखी लक्ष्मी श्रियार घर रे किछि समय जापन करिसेंती रहिसेंती। पिला माने ताले आमे बलराम दासंकर जो लक्ष्मी पुराण कथा घरे घरे पढ़ुचे सब प्रति गुरुवार रे तमे माने समस्ते पढ़ुथिबो कारण आमे ओडिया हिंदू घर रे हमर लक्ष्मी पूजा रही। लक्ष्मी होउचंदी हमर धनदात्री तांकरी कहानी या भितरे वर्णना कराई किपरि सामाजिकता अस्पृश्यता निवारण एवं स्वच्छता यही सब विषय रे बलराम दासंक द्वारा लक्ष्मी पुराण टी अति आदृत तारी संबंध रे कुहा जाईछि। आमे आज किछि मात्रा पढ़िले पुणी आ गोटे पीरियड रे तृतीय भाग रे आउ किछि पढ़िबा परवर्ती समय प्रश्न उत्तर मध्य करिबा। ताले तुमे माने बहीटी को भल भाव पढ़ एवं ओडिया गपटी को भल भाव जान। आज समस्त को धन्यवाद। एठी आमे रहिबा।